आपण मैंने लक्ष्य करंतु बापा जदि कर्म करे पुओ तापर कर्म करने को चेष्टा करे। बापा जदि रोग सज्जार शोई जाए पुओ बापार कर्म मत संपादन करे। यही गुटाक हूँ प्रकृत यही गुटाक हूँ प्रकृत आम जीवन धर्म। यही कथाटा को आम आज भूली जाई आमे भावुचु जेते आमे बड़ पार्टी रे नाम करिबू प्रार्थना करिबू भगवान भगवान बोली डाकिबू ताहले आमर आमे भगवान प्रकृत रे भक्त हो। किंतु यही भली गोटे कथा आम सनातन धर्मर कौन सी शास्त्र रे लेखा है। कर्म को छाड़ी तमें मते डाक ये कथा से कौटी कहना कही जोटी से अलगा अलगा ढंगरे से कही आमे किंतु ताको अलगा ढंगरे बुझुछु। यही संसार को धरंतु आसीथिले मर्यादा पुरुषोत्तम राम जन्म ठारू तांकर जीवनर अवसान पर्यंत से कर्म बिना जीवन यापन करुथिले कि रामायण रे कौनसी कांडरे बा कौनसी अध्याय रे नाही राम अचिंतार शोई जाउथिले कि किछि प्राय खाउथिले आउ शोउथिले एमती कौन किछि रामायण रे लिखा अछि। रामंकर जन्म कर्म करिबा पाई। आपण माने कहबे से जंगल रे बुलिले जंगल रे बुलिले बोली तांको राम बोली लोक चिन्हिले। जदि जंगल रे न बुली थाते से दशरथ राजा दशरथ भली राजा रामचंद्र होगी रही जाए। आज कहीं रामायण किए शुणी था सी जंगल रे बुलुवा बेले फलमूल खाई जीवन धारण करुवा बेले अनेक असामाजिक लोक मान जहाँ को आम धर्म रे आमे कहूचे राक्षस राक्षस बोली गोटे एमती गोटे कई जाति ना आम ये जिते बहीचे आमरी भितर भी राक्षस गुण अच्छी मानवर गुण अच्छी एवं देवतार गुण अच्छी। आमे जितेबाला अन्य को साहाय्य करने पाई सहयोगर हाथ बढ़ाऊ कि कहारी की आमे गोटे साहाय्य करूँ सेतिक बेले आमे ही जाऊ देवता। जितेबाला आमे कर्म करूँ सेतेबाला आमे हो मानव। जितेबाला कर्म न करी अन्य को ठकू कि अन्य को दोषारोप करी आमे असत उपाय रे धन अर्जन करने चेष्टा करूँ सेति बेले आमे ही जाऊ राक्षस। एक चाणक्य मध्य तांकर अर्थनीति रे मध्य से कहिसंती ए जा हो जीवनटा कर्ममय। भगवान कृष्ण बंदीशाला से जन्म हेले जारा सबरंक द्वारा से पुणी तांकर लीला संवरण कले। कौ दिन कौ वर्ष से एमती खुशी रे बोली
ଏମିତି ମଜା ଯେମିତି ଆମେ ସବୁ ମଜା ମଜଲିସ କରୁଛୁ ସେ କରିଛନ୍ତି କି ସେମିତି? ଜମା ବିଲକୁଲ କିଛି କରିନି, କେବଳ ତାଙ୍କର ଜୀବନ ହିଁ କର୍ମମୟ। ଭଗବାନ କୃଷ୍ଣଙ୍କର ଜୀବନ ହେଉଛି କର୍ମମୟ ଜୀବନ। ସେ କଂସକୁ ମାରିଲେ, କଂସକୁ କ'ଣ ଛୁରୀରେ ଭୁଷି ଦେଲେ ନା କ'ଣ? ନା ଆମେ ଯେମିତି ପିସ୍ତଲରେ ଖେଳିକି ମାରୁଛୁ ସେମିତି କ'ଣ କୃଷ୍ଣ କଂସକୁ ମାରୁଛନ୍ତି? ସେମିତି କିଛି ପ୍ରମାଣ ଅଛି? କଂସ ଏବେ କୃଷ୍ଣ ବଳରାମଙ୍କୁ ଦେଖିକିରି ଛାନିଆ ହେଇକିରି ମୂର୍ଚ୍ଛା ଯାଇକି ପଡ଼ିଗଲା। ମୂର୍ଚ୍ଛା ହଉ ତାପରେ ତାର ହୁତୁଘାତ ଦେଲା, ସେ ମରିଗଲା। ତାକୁ ଗୋଟେ ଦୋଷାରୋପ କଲେ ଯେ କଂସକୁ କୃଷ୍ଣ ବଦ୍ଧ କଲେ। ପ୍ରକୃତରେ ଭଗବାନ ବା ଅବତାର ପୁରୁଷମାନେ କାହାରିକି ବଦ୍ଧ କରିନାହାନ୍ତି। ଏତେ ବଡ଼ ମହାଭାରତ ଯୁଦ୍ଧରେ ଆଜି ଆମର ହିନ୍ଦୁମାନଙ୍କୁ ବା ସନାତନୀ ହିନ୍ଦୁମାନଙ୍କୁ ଅନେକ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି। ମହାଭାରତ ଯୁଦ୍ଧରେ ଭଗବାନ କୃଷ୍ଣ ଏମିତି ଗୁଡ଼ାଏ ଲୋକଙ୍କୁ ମାନେ ସୈନ୍ୟମାନଙ୍କୁ ମାଇଲେ। କେଉଁଠି କାହାକୁ ମାଇଲେ? ଦୋଷ କାଳେ ଇଏ ଲୋକ ଦେବେ ସେ କଥା ସେ ଆଗରୁ ଜାଣିଛନ୍ତି, ମୋତେ ଦୋଷ ଦେବେ। ଅର୍ଜୁନଙ୍କ ମୁଣ୍ଡରେ ଗୋଟେ ଭ୍ରମ ସୃଷ୍ଟି କଲେ। ସିଏ ଯୁଦ୍ଧ କରିବେ ନାହିଁ ବୋଲି ପ୍ରତିଜ୍ଞା ମାନେ ଧନୁ ତ୍ୟାଗ କଲେ। ଭଗବାନ କୃଷ୍ଣ ତାଙ୍କୁ ବହୁତ ବୁଝେଇଲେ। ବୁଝେଇ ସାରିବା ପରେ ଗୋଟିଏ ବିଶ୍ୱରୂପକୁ ସେ ଅନୁଭବ କଲେ ଯେ ଯେଉଁଗୁଡ଼ିକ ମହାଭାରତ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବା ପାଇଁ କୌରବ ଓ ପାଣ୍ଡବ ସମସ୍ତେ ଅଛନ୍ତି, ସେଗୁଡ଼ିକ ସବୁ ତାଙ୍କ ଗର୍ଭ ଭିତରକୁ ଯେମିତି ନଈ ସମୁଦ୍ରରେ ମିଶିଲା ଭଳି ପ୍ରତ୍ୟେକ ଯୋଦ୍ଧା ମହାଯୋଦ୍ଧା ରଥୀ ଅଧିରଥୀ ମହାରଥୀ ସମସ୍ତେ ତାଙ୍କ ଗର୍ଭ ଭିତରକୁ ଯାଉଛନ୍ତି। ତେଣୁ ସେ ମାଇଲେ କା ସେ ଗୀତାରେ ମଧ୍ୟ କହିଲେ ହତ୍ୱା ବା ପ୍ରାପ୍ସ୍ୟସି ସ୍ୱର୍ଗମ୍ ଜିତ୍ୱା ବା ଭକ୍ଷ୍ୟସେ ମହି। ମଲେ ସ୍ୱର୍ଗକୁ ଯାଅ, ବଞ୍ଚିଲେ ବି ତମେ ଜୀବନରେ ଏ ମର୍ତ୍ତ୍ୟକୁ ଭୋଗ କର। ସେ କାହାକୁ ମାରିନାହାନ୍ତି। ତାର ଗୋଟେ ଉପାଖ୍ୟାନ ମଧ୍ୟ ସେଇ ମହାଭାରତରେ ଅଛି। ବେଲାଳସେନର ମୁଣ୍ଡଟି ସେ ଯାଉ ବେଲାଳସେନ ବୋଲି ଗୋଟିଏ ଯୋଦ୍ଧାକୁ ସେ ସାକ୍ଷୀ ରଖିଥିଲେ। ମହାଭାରତ ଯୁଦ୍ଧ ପରେ ସମସ୍ତେ କହିଲେ, ଭୀମ କହିଲେ ମୁଁ ଏତେ ମାଇଲି, ସେ କହିଲା ମୁଁ ଏତେ ମାଇଲି, ସେ କହିଲା। ସେ ବେଲାଳସେନକୁ ପଚରାଗଲା ଯେ ପ୍ରକୃତରେ କିଏ କେତେ ମାରିଛନ୍ତି କହୁଛନ୍ତି, ଏଇଟା କେତେ ଦୂର ସତ୍ୟ? ସିଏ କିନ୍ତୁ କହିଲା ମୁଁ ଦେଖିଛି ଗୋଟେ ଚକ୍ର ସମସ୍ତଙ୍କୁ ମାରିଲା, କେହି କାହାକୁ ମାରି। ତେଣୁ ଏଇଥିରୁ ଆମ ଶାସ୍ତ୍ରରେ ଯାହା ଲେଖା ଅଛି ଆମେ ତାକୁ ଠିକ୍ ଭାବରେ ବୁଝିନୁ, ଠିକ୍ ଭାବରେ ଆମେ ଚିନ୍ତା କରିନୁ। ଆମେ କେବଳ ଗପ ଗପୁଛୁ ସେ ଭଗବାନ କୃଷ୍ଣ ବଇଁଶୀ ବଜେଇଲେ। ଆମ ରାଉରକେଲାରେ କ'ଣ ବଇଁଶୀ ବଜାଇଲା ବାଲା ନାହାନ୍ତି? କୃଷ୍ଣଙ୍କ ବଂଶୀ ସ୍ୱନ ଶୁଣିକିରି ଗୋପୀମାନେ ଆଇଲେ। ସେ କ'ଣ କେମିତିଆ ବଂଶୀ ଥିଲା କି ଗୋପୀମାନେ ତାଙ୍କ ଆଡ଼କୁ ଦୌଡ଼ିକିରି ଆଇଲେ? ସେସବୁ କିଛି ନୁହେଁ, ସେ ହେଉଛି ମୋହନ ବଂଶୀ, ଯିଏ ସମସ୍ତଙ୍କୁ ଆକର୍ଷିତ କରିପାରେ କଥାରେ ବା କାମରେ। ସେଇ ହେଉଛନ୍ତି ମୋହନ ବଂଶୀ। ଆପଣ ଦେଖିବେ ଇଏ ପୃଥିବୀରେ ଏବେ ବି ଅନେକ ମୋହନ ବଂଶୀ ବଜେଇଲା ଭଳି ତ୍ୟାଗୀ ଅବତାର ପୁରୁଷମାନେ ଅଛନ୍ତି।
ତାଙ୍କ କଥା ଲୋକ ଉଦାହରଣ ଦେଉଛନ୍ତି। ସେ କେବେଠୁ ମରିଗଲେଣି, ତାଙ୍କ କଥା ବି ଅମର ପୁରୁଷ ଭଳି ତାଙ୍କୁ ବର୍ଣ୍ଣନା କରୁଛନ୍ତି। ଆଉ ଦ୍ୱାପର ଯୁଗରେ କୃଷ୍ଣ କେବଳ ମୋହନ ବଂଶୀ ବଜେଇଲେ, ସେ ଯମୁନା କୂଳରେ ପୁଣି ବଜେଇଲେ। ଆମର ବି ଏଠି ମୋହନ ବଂଶୀ କ'ଣ ରାଉରକେଲାରେ ବାଜୁନି? ଆମର ଏଠି ଶଙ୍ଖ କୋଇଲି ବ୍ରାହ୍ମୀ ନଦୀ, ଏଠି ମଧ୍ୟ ମୋହନ ବଂଶୀ ବାଜୁଛି ବୋଲି ଗୋଟାଏ ଏତେ ବଡ଼ ଇସ୍ପାତ ନଗରୀ ଗଢ଼ି ଉଠିଛି। ଲକ୍ଷ ଲକ୍ଷ ଲୋକ ଏଠି କାମ କରିକିରି ପରିବାର ବଞ୍ଚଉଛନ୍ତି, ଜୀବନକୁ ବଞ୍ଚଉଛନ୍ତି। ଏଇ ଗୁଟାକ ହେଉଛି ମୋହନ ବଂଶୀ। ତେଣୁ ସେଥିପାଇଁ ସେ ଭାଗବତରେ କହିଲେ, ଭୋ ଦେବ କର୍ମ ପାଦେ ସେବ, କର୍ମଠୁ ନାହିଁ ଅନ୍ୟ। କର୍ମ ସରିଗଲା, ସନ୍ଧ୍ୟାରେ ଆମେ ଇଷ୍ଟ ଦର୍ଶନ କଲେ, ଗୁରୁ ଦର୍ଶନ କଲେ, କି ରାମ ନାମ କଲେ, କି କୃଷ୍ଣ ନାମ କଲେ, ଆଉ କର୍ମକୁ ଛାଡ଼ି ଦେଇକିରି ଆମେ କେବଳ ଧର୍ମ ଛଡ଼ା ହେବା ବ୍ୟତୀତ ଅନ୍ୟ କିଛି ନାହିଁ। ସେଇଭଳି ଯୋଗ କର୍ମ ସୁକୌଶଳମ୍, ଗୀତା କହିଲେ ଯେଉଁ କର୍ମଟା ତମେ କରୁଛ, ମନେ କରାଯାଉ ତମେ ରାନ୍ଧୁଛ, ଯେଉଁଟାକୁ ବି ତମେ ରାନ୍ଧିବ ସେଇଟା କେମିତି ରନ୍ଧାଯାଏ ସେ ପ୍ରଣାଳୀଟାକୁ ମଧ୍ୟ ଜାଣିବା ଦରକାର। ସେଇ ପ୍ରଣାଳୀରେ ଆମେ ରାନ୍ଧିଲେ ଆମର ରୋଷେଇଟି ଭଲ ହେବ, ଲୋକ ଖାଇକିରି ଖୁସି ହେବେ। ସେଇ ଗୋଟିକ ହେଉଛି ଜ୍ଞାନ। ଜଣେ ବ୍ୟବସାୟୀ ସେ ବ୍ୟବସାୟ କରୁଛି, ଜଣେ ରାଜନୀତିଜ୍ଞ ରାଜନୀତି କରୁଛି, କି ଜଣେ ଚାଷୀ ଚାଷ କରୁଛି। ତାକୁ ଯଦି ସେ କଥାଟା ଠିକ୍ ଭାବରେ ସେ ବୁଝିନି, ମୁଁ ଯେଉଁ ବ୍ୟବସାୟଟି କରୁଛି ତାକୁ କେମିତି ଭାବରେ ମୁଁ କରିବି, ଲାଭବାନ ହେବି, କି ମୋ ପରିବାରକୁ ପୋଷିବି ବା ଦେଶ ପାଇଁ କିଛି କରିବି। ତେଣୁ ଏଇ କଥା ଗୁଡ଼ିକ ଆଜି ପ୍ରକୃତରେ ଭୁଲ ହେଇଯାଇଛି। ଆମେ କେବଳ ଭୁଲ କରୁଛୁ, ପୃଥିବୀର ସମସ୍ତଙ୍କର ଏଇ କଥାଟି ଭୁଲ ହେଉଛି। ଆଜି ଆପଣମାନେ ଦେଖିବେ, ଆମର ତ ଏଠି ଗୋଟିଏ ଛୋଟ ସଭାରେ ଆମେ ବସିଛେ। ଆଜି ପୃଥିବୀରେ ଅନେକ ଜାଗାରେ ଯୁଦ୍ଧ ଲାଗିଛି। ସେ ଯୁଦ୍ଧରେ କ'ଣ ଆପଣ ଶୁଣୁଛନ୍ତି? ଯୁଦ୍ଧ ଲାଗିଛି, ଲକ୍ଷ ଲକ୍ଷ ଲୋକ ମଲେଣି, କିନ୍ତୁ ନେତାମାନେ କହୁଛନ୍ତି ମୁଁ ପରମାଣୁ ଫୁଟେଇବି। ତମେ କ'ଣ ନେତା ହେଇଥିଲ? ତୁମକୁ କ'ଣ ଦାୟିତ୍ୱ ଦିଆ ହେଇଥିଲା ପରମାଣୁ ବୋମା ତିଆରି କରି ବିଶ୍ୱଟାକୁ ଧ୍ୱଂସ କରିବା ପାଇଁ? ସେ ଆମେରିକା ହଉ, ରଷିଆ ହଉ, ଯିଏ ହଉ। ତେଣୁ ଆଜି ଶାନ୍ତିରେ ବଞ୍ଚିବା ପାଇଁ ମଣିଷ ଚାହୁଁନି, ସେ ଅଶାନ୍ତିକି ଆମନ୍ତ୍ରଣ କରୁଛି। ତୁମେ ଆସ ଆମ ପାଖକୁ ଆସ, ମୁଁ ସେ ଶାନ୍ତି ଫାନ୍ତି କିଛି ଚାହେଁ ନା। ଆମ ଜୀବନ ଠାରୁ ଆମ ଦେଶ ବିଶ୍ୱ ପର୍ଯ୍ୟନ୍ତ ଆପଣ ଦେଖିବେ, ମୁଁ ତ ବସିକି ଏବେ ସବୁ ଶୁଣୁଛି, ତା ଭାବେ, ମୁଁ ଏଠି କହୁଛି ବୋଲି ନୁହେଁ, ମୁଁ ତ ଭାବେ ଇଏ ତାକୁ ଶୋଧିଲା, ସେ ତାକୁ ଶୋଧିଲା। ଇଏ ଶୋଧାଶୋଧି କ'ଣ? ସେବା କରିବା ପାଇଁ ଯଦି ତମେ ଆସିଛ, ସେବା କର। ଆଉ ମୁଁ ଆକୁ ଶୋଧିଲି, ସେ ତାକୁ ଶୋଧିଲା, ଏମିତି ବର୍ତ୍ତମାନ ଗୋଟେ ରାଜନୀତି ଏମିତି ଚାଲିଛି ଏବଂ ବିଶ୍ୱ ମଧ୍ୟ ଏହି ସ୍ତରରେ ଅଛି। ତେଣୁ ଗୀତାର 16 ଅଧ୍ୟାୟଟି ଯଦି ତା'ର ବ୍ୟାଖ୍ୟାଟିକି ଯଦି ପୃଥିବୀରେ ପହଞ୍ଚେଇ ଦିଆଯିବ, କେହି ପହଞ୍ଚେଇ ଦିଅନ୍ତା, ସେ ନିଜେ ହିଁ ଜାଣନ୍ତା ମୁଁ ଦେବତା ନା ରାକ୍ଷସ, ମୁଁ ଯାହା କରୁଛି ଭୁଲ ନା ଠିକ୍। ଗୀତାର 16 ଅଧ୍ୟାୟ। ତେଣୁ ସେ ଗୀତା ତ ବହି ଦେଖିନଥିବ, ଆଉ ତାକୁ ପଢ଼ିବ କିଏ? ସେ ଯିଏ କହିବ ତ ନିଜେ ଜାଣିନଥିବ। ବର୍ତ୍ତମାନ ଏହି କଥା, ତେବେ ତିନୋଟି କଥା ଆମ ଜୀବନରେ
ନିହାତି ଦରକାର। ଆପଣମାନେ ଏଠି ସନ୍ଧ୍ୟାରେ ବସିଛନ୍ତି, କ'ଣ ପାଇଁ ବସିଛନ୍ତି? ଭକ୍ତିକୁ ନେଇକିରି ଆପଣ ବସିଛନ୍ତି। ବିଲେଇ ସବୁବେଳେ ମଣିଷ ଦେହରେ ଘଷି ହଏ, ବାଘ କିନ୍ତୁ ମଣିଷକୁ ଦେଖିଲେ ଖାଇବା ପାଇଁ ତାକୁ ଗୋଡ଼ାଏ। ତେଣୁ ଭକ୍ତିଟା ହେଉଛି ବିରାଡ଼ି, ଗୋଟେ ବିଲେଇ, ଗୋଟେ ଛେଳି ଛୁଆଟେ। ଦେଖିବେ, ଆପଣ ଦେଖିବେ ବିଶ୍ୱରେ ଯେତେ ପ୍ରାଣୀ ଅଛନ୍ତି ଗୃହପାଳିତ ପଶୁ, ଛେଳି ହେଉଛି ସବୁଠାରୁ ସ୍ନେହିକ ପ୍ରାଣୀ। ସେ ସବୁବେଳେ ମଣିଷ ଠାରୁ ସେ ଭଲ ପାଇବା ଚାହେଁ, କିନ୍ତୁ ମଣିଷ ତାକୁ ଭଲ ପାଇବ କ'ଣ? ତାକୁ କେମିତି କାଟିବ ସେଇଥିରେ ସେ ବ୍ୟସ୍ତ। ଆପଣ ଦେଖିବେ ଆଜି ରାସ୍ତାଘାଟରେ ଆଜି ଗାଈ ଗୋରୁମାନେ ଯେଉଁଭଳି ଶୋଇଛନ୍ତି କି କ'ଣ କାଗଜ ଫାଗଜ ଚୋବଉଛନ୍ତି, ତା'ର କାରଣ କ'ଣ? ଆଜି ମଣିଷ ପଣିଆ ହଜିଯାଇଛି। ଆମେ ବିଜ୍ଞାନର ଗୋଟେ ଆହ୍ୱାନ ଦେଉଛୁ, କିନ୍ତୁ ପ୍ରକୃତରେ ବିଜ୍ଞାନ କ'ଣ, ବିଶେଷ ଜ୍ଞାନ, ସେ କଥା ଆମେ ଜାଣିନୁ। ଗୋଟେ ଗୀତରେ ଜଣେ ଆମର ଓଡ଼ିଆର କବି ଜଣେ ଲେଖିଥିଲେ, ମୋତେ ବଞ୍ଚି ରହିବାକୁ କେତେ ଭଲ ଲାଗେ, ବେଳେ ବେଳେ ଲାଗେ ଛାନିଆ, ଦେବତା ଦେଖି ତୋର ରଙ୍ଗ ଦୁନିଆ। ଆଉ ଗୋଟେ ଭଲ ପଦ, ଇଏ ଜଣେ ବାଲେଶ୍ୱରର କବି। ତୁମରି ତିଆରି ମାଟିର ମଣିଷ ବୁକେ ମାଟିର ମଣି ବୁକେ କୁହନ୍ତି ତୁମକୁ କବିର କଳ୍ପ କୁହନ୍ତି ବିଜ୍ଞାନର ନିଶା ଲାଗିଛି ଓ ଅହଙ୍କାର ଆଜି ସବୁଠି ସିଂହ ଭଳିଆ ଗୋଡ଼େଇଛି। ଅହଙ୍କାର। ତେଣୁ ବହୁତ ମାନେ ମୁଁ ଗପ କହିବା ପାଇଁ ମୋତେ ଭଲ ଲାଗେନି। ଆପଣମାନେ ଜାଣିଛନ୍ତି ମୁଁ ବାସ୍ତବବାଦକୁ ଭଲ ପାଏ। ମୋ ଜୀବନରେ ମୁଁ ଯେତିକି ଅନୁଭୂତି ସବୁଦିନେ ପାଉଛି, ମୁଁ ତ ଗୋଟେ ଦିନରେ ମୁଁ ଫୋନ୍ ବେଶୀ ଧରେନି। ମୁଁ ତ ଫୋନ୍ ଲଗେଇ ଆସେ ନା, କାରଣ ତାକୁ ବନ୍ଦ କରିବି ଆସେ। ତ ଯାହା ହଉ, ମୁଁ ଯେତିକି ଫୋନ୍ ଆମେ ପାଉଛୁ ବା ଯେତେ ଲୋକ କହୁଛନ୍ତି, ତା ଭିତରେ ଯେଉଁ ତେକ୍ତ ଅନୁଭୂତି, ସେଇଟା ଗୋଟେ ପୁରାଣ। ଆଉ ପୁରାଣ କ'ଣ ଗପିବ? ମଣିଷ ଜୀବନଟାକୁ ଯଦି ଜଣେ ଲକ୍ଷ୍ୟ କରିବ, ଗୋଟେ ପରିବାରକୁ ଯଦି ସେ ଦିନ ରାତି ତା'ର ଆଦର୍ଶଟାକୁ ସେ ଦେଖିବ, ସେଇଠି ଦେଖିବ ଗୋଟେ ଜୀବନ ରାମାୟଣ, ସେଇଠି ଜୀବନ ମହାଭାରତ ବି ସେଇଠି। ଏବେ ଏଇ 3-4 ଦିନ ତଳର କଥା, ଏ କଥାଟା କହିଲେ ମଧ୍ୟ ସେ କଥାଟା ସେଠି ବି ସେ ପିଲାଟି ଶୁଣୁଥିବ। ଗୋଟିଏ ପିଲାକୁ, ଏଇଟା ଗୋଟେ ହାଇଦ୍ରାବାଦର କଥା, ଗୋଟିଏ ପିଲାକୁ ଆଉ ଗୋଟିଏ ଧର୍ମର ଲୋକ ତାକୁ ବୁଝେଇ ଦେଇକି 4-5 ଜଣ ଘେରିକିରି ତାକୁ ବୁଝେଇ ଦେଇଛନ୍ତି, ତମ ଧର୍ମଟା ଏଇ ଯେ ଗୋଟାଏ ଦେଶ ଭାରତ,
କିନ୍ତୁ ଆମ ଧର୍ମଟା ପୃଥିବୀର ବହୁ ଦେଶରେ, ତୁମେ କାହିଁ ସେ ଧର୍ମରେ ରହିଛ? ତୁମେ ଆସ ଆମ ଧର୍ମ ଗ୍ରହଣ କର। ସେ ତାର ଲୁଚି ଲୁଚିକି ତାଙ୍କରି ଶାସ୍ତ୍ର ପଢ଼ୁଛି। ଆଉ ପିଲା ଲୋକ ସରଳମତି, କିଛି ଜାଣିନି, ତାକୁ ଏମିତି ବୁଝେଇ ଦିଆହେଇଛି। ତା ମା ଦେଖିଲା ଇଏ କ'ଣ, ଏଇଟା ଆମର ଗୀତା ନ ପଢ଼ି ଏଗୁଡ଼ା କ'ଣ ପଢ଼ୁଛ? ଏ ତ ଆମ କଥା ନୁହଁ। ତେବେ କୌଣସି ଧର୍ମକୁ ଆକ୍ଷେପ କରିବା ମୋର ମାନେ ସେଭଳି ସ୍ୱଭାବ ମଧ୍ୟ, କିନ୍ତୁ ଅନେକ ସ୍ଥାନରେ ନ କହିଲେ ବି ରହି ହୁଏନି। ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏଇ ସଂସାର ବାହାରି। ଆପଣମାନେ ଜଞ୍ଜାଳ ଭିତରେ ଥିଲେ, ଗୋଟେ ଜଞ୍ଜାଳମୟ ଜୀବନରୁ ଟିକେ ଶାନ୍ତି ପାଇବା ପାଇଁ ଶୁଣିଲେ ବଳିଆ ଆସୁଛି, ଏ ସନ୍ଧ୍ୟାରେ ଯିବା ବସିବା। ବଳିଆ କ'ଣ ଏଠି ସବୁବେଳେ ରହିବ ନା ଆପଣ ସବୁବେଳେ ସନ୍ଧ୍ୟାରେ ବସିବେ? ତା'ର ଅର୍ଥ ନୁହେଁ ସନ୍ଧ୍ୟାରେ ଆମେ ବଳିଆ ନାହିଁ ବୋଲି ଆମେ ସନ୍ଧ୍ୟାରେ ବସିକିରି ଆଉ ଗୋଟେ କ'ଣ ଭୁଲ କାମ କରିବା। ତେଣୁ ସବୁବେଳେ ମଣିଷ ନିଜକୁ ଶୃଙ୍ଖଳିତ କରିବା ହିଁ ଧର୍ମ। ସେଇ ପିଲାଟିକୁ ମୁଁ 10-12 ଧାରି ମୋର ଭଏସ୍ ରେକର୍ଡ଼ିଂ କରି ତାକୁ ପଠେଇଲି। ସେ କାନ୍ଦିଲା, ତା ଆଖିରୁ ଲୁହ ଆସିଲା। ବୋଧେ ସେ ବୁଝିପାରିଲା ଯେ ମୋତେ ଏମାନେ ଭୁଲେଇ ଦେଉଛନ୍ତି। ମୁଁ ସେଥିରେ ଗୋଟିଏ ଧାଡ଼ି କହିଥିଲି, ବାବୁ ତମକୁ ଜଣେ ବୁଝେଇ ଦେଲା, ତମେ ତାଙ୍କ ଆଡ଼କୁ ଚାଲି ଯାଉଛ। କାହିଁ ତମେ କ'ଣ ଭୀରୁ? ତମେ ତାଙ୍କୁ ବୁଝେଇକି ତମ ଆଡ଼କୁ ନେଇ ଆସୁନା।